ଆପଣ ଆଜି ପ୍ରେସ୍ ମିଟ୍ ଡାକିଥିଲେ, କହିଲେ ଯେ ମୁଁ ଉତ୍ତେଜନାର ବଶବର୍ତ୍ତୀ ହୋଇ କହିଦେଇଥିଲି ପ୍ରକୃତରେ ମୁଁ ସ୍ୱାଧୀନ ପ୍ରାର୍ଥୀ ହବା ପାଇଁ ଯାଉନି। ତ ଆପଣ ନା କାହିଁକି ଉତ୍ତେଜିତ ହୋଇ ସ୍ୱାଧୀନ ପ୍ରାର୍ଥୀ ହେବି ବୋଲି ଘୋଷଣା କରିଥିଲେ? ତାର କାରଣ ମୁଁ ଭାବୁଥିଲି ଯେ ଗୋଟେ ପ୍ରାର୍ଥୀ ହିସାବରେ ଯେତେବେଳେ ତାର ଟିକେଟ କଟିଯିବାର ଆଶଙ୍କା ଦେଖାଯାଏ ସେତେବେଳେ ଟିକେ ଉତ୍ତେଜିତ ହେଇଯିବ ସ୍ୱାଭାବିକ। କାରଣ ମୁଁ ଏଠୁ 5 ଥର ଲଢିଥିଲି, 3 ଥର ଜିତିଥିଲି, ତେଣୁ ସ୍ୱାଭାବିକ ଭାବରେ ମୋର ଭାରି ଇଚ୍ଛା ଥିଲା, ଲଢିବା ପାଇଁ ଇଚ୍ଛା ଅଛି ଲଢିବା ପାଇଁ। ସେଇଥିପାଇଁ ମୁଁ ଭାବିଲି ସ୍ୱାଧୀନ ପ୍ରାର୍ଥୀ ହେଇକି ଠିଆ। କିନ୍ତୁ ବର୍ତ୍ତମାନ ଦେଖୁଛି ଯେ ସେଟା ଦରକାର ନାହିଁ, ପାର୍ଟି ତାର ନିଷ୍ପତ୍ତି ବଦଳେଇବାକୁ ଯାଉଛି। କାରଣ ମୁଁ ବି ଜିତେ, ପ୍ରତାପ ଷଡଙ୍ଗୀ ବି ଜିତ। ତ ଆପଣଙ୍କୁ କିଏ କହିଲେଣି କି ଯେ ନିଷ୍ପତ୍ତି ବଦଳିଯିବ ବୋଲି? ନା ନା, କହିଛନ୍ତି ଯେ ଆମେ ଟିକେ ଭାରି ବ୍ୟସ୍ତରେ ଅଛୁ, ୟାରି ଭିତରେ ଚେଞ୍ଜ କରିବୁ। ଏଇ ଖବର ମୁଁ ପାଇଲି। ତ ଆପଣ ଖବର ପାଇଛନ୍ତି ନା ଆପଣଙ୍କୁ କିଏ ନିର୍ଦ୍ଦିଷ୍ଟ ଭାବରେ ନିର୍ଦ୍ଦିଷ୍ଟ କହିନାହାନ୍ତି, କାରଣ ଆପଣ ଓଡିଶାର ନେତା କିଏ ଆପଣଙ୍କୁ କହିଛନ୍ତି ଯେ ହଁ ଆମେ ଚେଞ୍ଜ କରି ଆପଣଙ୍କୁ ପ୍ରାର୍ଥୀ କରିବୁ? ମତେ କହିନାହାନ୍ତି, କିନ୍ତୁ ମୋର ଯୋଉମାନେ ମୋ ପାଇଁ ଯୋଉମାନେ କହୁଛନ୍ତି ତାଙ୍କୁ କହିଛନ୍ତି। ଆଉ ଆପଣ ଆଜି ବିଜେପି ଅଫିସକୁ ଯାଇକି ଦେଖନ୍ତୁ, ଏଇ ଯୋଉ ପ୍ରବଳ ଭିଡ ଏମଏଲଏ ପାଇଁ, ତା ଭିତରକୁ ପଶିବା ବି ଅସମ୍ଭବ। କିନ୍ତୁ ଆପଣ ଯେତେବେଳେ ବାଲେଶ୍ୱରରେ ଏମପି ହବା ପାଇଁ ଯାଉଛନ୍ତି, ପ୍ରାର୍ଥୀ ହବା ପାଇଁ ଯାଉଛନ୍ତି, ଆପଣଙ୍କୁ ଭିଡ ଭିତରେ କଣ ଜାଗା ମିଳିବନି? ନା ନା, ତାହା ନୁହେଁ, ମୁଁ ନିଜେ ଯାଉନି। ମୁଁ ଧକ୍କାମୁକ୍କା ହେଇକି ଯୋଉଠି ସବୁ ଏମଏଲଏ ପାଇଁ ମରାମରି ଲାଗିଛନ୍ତି, ମୁଁ ଯିବି ତାଙ୍କ ସାଙ୍ଗରେ? ମୁଁ ଅନ୍ୟ ଥ୍ରୁରେ କଥାବାର୍ତ୍ତା କରୁଛି। ତ ଆପଣଙ୍କୁ ନିର୍ଦ୍ଦିଷ୍ଟ ଭାବରେ ମନମୋହନ ସାମଲ ବା କେନ୍ଦ୍ରୀୟ ବିଜେପି ନେତା ଶ୍ରୀଯୁକ୍ତ ତୋମାର କି ଅନ୍ୟ କେହି ଆପଣଙ୍କୁ କିଛି ଏପର୍ଯ୍ୟନ୍ତ କହିନାହାନ୍ତି, କିନ୍ତୁ ଆପଣ ନିଶ୍ଚିତ ହେଇଯାଉଛନ୍ତି ଯେ ଆପଣ ଟିକେଟ ପାଇବେ ବୋଲି? କହିନାହାନ୍ତି, କିନ୍ତୁ ମୁଁ ଜାଣିଛି ଯେ ସେୟା ହବ। ଅନେକ କଥା ନ କହିଲେ ବି ଜଣା ପଡେ, କାରଣ ସେଟା ବିଭିନ୍ନ ସୂତ୍ର ଅଛି ସବୁ, ସେଇଥିରୁ ମୁଁ ଜାଣିଛି। ମନେ କରନ୍ତୁ ଆପଣଙ୍କୁ ଟିକେଟ ନ ଦିଆ ହେଲା, ତ ଆପଣ ପୁଣି ସ୍ୱାଧୀନ ପ୍ରାର୍ଥୀ ହେବେ କି ନାହିଁ? ମୁଁ ସେଟାକୁ ପ୍ରାର୍ଥୀ ପତ୍ର ଦାଖଲ ଶେଷ ଦିନ ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିବି। କାରଣ ମତେ ତ ଗତ ବର୍ଷ ଶେଷ ଦିନ ପ୍ରାର୍ଥୀ ଟିକେଟ ଦିଆ ହେଇଥିଲା ନା କନ୍ଧମାଳରେ। ତ ସପୋଜ ଆପଣଙ୍କୁ ଦିଆଗଲାନି, ତାହେଲେ ଆପଣ ନା, ସମ୍ଭାବ୍ୟ ପ୍ରଶ୍ନ ଉପରେ ମୁଁ ବର୍ତ୍ତମାନ କିଛି ଉତ୍ତର ଦେବାକୁ ରାଜି ନୁହେଁ। ମୁଁ ଜାଣେ ଏଟା ହବ, କାରଣ ପାର୍ଟି ସବୁବେଳେ ଚାହେଁ ଯେ ଜିତିବା ଲୋକକୁ ଟିକେଟ ଦେବ। ତ କଣ ଥିଲା ଆପଣ ତ ସେଇ କଥା କହୁଛନ୍ତି? ଆପଣ କି କହିବେ କି ମୁଁ କୌଣସି ପରିସ୍ଥିତିରେ ସ୍ୱାଧୀନ ପ୍ରାର୍ଥୀ ହେବିନି? ନା, ମୁଁ ସ୍ୱାଧୀନ ପ୍ରାର୍ଥୀ ହେବି ନାହିଁ ବୋଲି ବର୍ତ୍ତମାନ କହୁଛି। ତ ଏଇ ଆପଣ ଜବରଦସ୍ତି ମୋ ମୁହଁରୁ କିଛି ବାହାର କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଖାରବେଳ ବାବୁ, ଆପଣ ଆଜି ପ୍ରେସ୍ ମିଟ୍ ରେ କହିଛନ୍ତି ଯେ କନ୍ଧମାଳରେ ମୁଁ କାହିଁକି କନ୍ଧମାଳ ଯିବି, 500 କିଲୋମିଟର ଦୂରକୁ, କିନ୍ତୁ ଆପଣ 500 କିଲୋମିଟର ଦୂରକୁ ପ୍ରତାପ ଷଡଙ୍ଗୀଙ୍କୁ ପଠାଇବା ପାଇଁ କାହିଁ ଚାହୁଁଛନ୍ତି? ତାର କାରଣ ହଉଛି ସେ ଜିତି ପାରିବେ। ଆପଣ ଜିତି ପାରିବେନି? ମୁଁ ଜିତି ପାରିବି, କିନ୍ତୁ ବାଲେଶ୍ୱରଟା ମୋର ରହିବାଟା ନିହାତି ଦରକାର। ବାଲେଶ୍ୱରରେ ରହିବା କାହିଁକି? ନା, ମୁଁ ଆଉ ଜିତିବ, ମୁଁ 500 କିଲୋମିଟର ଦ୍ୱିତୀୟ ଥର ଯିବାକୁ ରାଜି। ଦ୍ୱିତୀୟ ଥର ଯିବା ପାଇଁ ରାଜି ନୁହନ୍ତି? ନା। ତ କେବେ ସୁଦ୍ଧା ଆପଣଙ୍କ ଟିକେଟ ସମ୍ପର୍କରେ କିଛି ଗୋଟେ ଖବର ଆସିବ ବୋଲି ଆପଣ ଭାବୁଛନ୍ତି ନିର୍ଦ୍ଦିଷ୍ଟ? ମୁଁ ଭାବୁଛି ସପ୍ତାହ ଖଣ୍ଡେ ଭିତରେ। ଗୋଟିଏ ସପ୍ତାହ ଭିତରେ? ହଁ, ପ୍ରାୟ। ତ ଆପଣଙ୍କର ନିଷ୍ପତ୍ତି କଣ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ଏ ସପ୍ତାହ ପରେ ଆମେ ଜାଣିପାରିବୁ ନା ଏବେ? ହଁ, ମୁଁ କହୁଛି ଯେ ମୁଁ ବି ଜିତେ, ପ୍ରତାପ ଷଡଙ୍ଗୀ ବି ଜିତ, ଆମେ ଦିଏ ଯାକେ ଜିତିବୁ। ଆମେ ନିଜ ଭିତରେ ମରାମରି ଲାଗି କାହିଁକି ଜଣେ ହାରିବ ଜଣେ ଜିତିବ? ସେ ବି ଜିତନ୍ତୁ, ମୁଁ ବି ଜିତନ୍ତି। ହଁ, ସିଏ ନୀଳଗିରିରେ ରହିବେ ଆଉ ଆପଣ ରହିବେ ବାଲେଶ୍ୱରରେ। ଥିଲୁନି କି ଏପର୍ଯ୍ୟନ୍ତ? ସେ ଯଦି ପାର୍ଟି କହିଲା ଯେ ଆପଣ ଏଥର ଏମଏଲଏ ହେଇ ଓଡିଶା ବିଧାନସଭାରେ ଆସନ୍ତୁ? ନା ନା, ମୁଁ ଯିବାକୁ ରାଜି ନୁହେଁ, କାରଣ ମୁଁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାହିଁ। ମୁଁ ଏମଏଲଏ ହେବାକୁ ରାଜି ନୁହେଁ। ମୁଁ କେବଳ ମୁଁ 8 ଥର ଲଢିଛି, କେବଳ ଓଡିଶାରେ ମୁଁ ହଉଛି ଏକମାତ୍ର ଲୋକ ଯିଏକି 8 ଥର ଲଢିଛି କେବଳ ଏମପି। ମୁଁ ଦିଲ୍ଲୀରେ ମୋ ମନ, ମୁଁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାହିଁ। ମୁଁ ଆଦୌ ସେଟା ଚାହୁଁନି। ମୁଁ ଏମଏଲଏ ହେବାକୁ ଚାହୁଁନି, ମୁଁ କେବଳ ଏମପି ହେବାକୁ ଚାହୁଁଛି। ସେଇଟା ମୋର ଇଚ୍ଛା ନା, ଆପଣ ଜବରଦସ୍ତି କଲେ କଣ ମୁଁ ମତ ବଦଳେଇବି? ବହୁତ ଧନ୍ୟବାଦ ଖାରବେଳ ବାବୁ। ଆଜ୍ଞା।